ପାତଞ୍ଜଳ ଯୋଗସୂତ୍ର ସମାଧିପାଦ ସୂତ୍ର 19। ଭବ ପ୍ରତ୍ୟୟ ବିଦେହ ପ୍ରକୃତି ଲୟାନାମ। ତାର ଶବ୍ଦ ଗୁଡ଼ିକର ଅର୍ଥ ହେଲା ଭବ ପ୍ରତ୍ୟୟ ପୂର୍ବଜନ୍ମଜ ସଂସ୍କାର ଆଧାରିତ ଜ୍ଞାନ, ବିଦେହ ଶରୀର ବୋଧରୁ ମୁକ୍ତ ଆତ୍ମା, ପ୍ରକୃତି ଲୟାନାମ ପ୍ରକୃତିରେ ଲୟ ପାଇଥିବା ବା ପ୍ରକୃତିରେ ଲୟ ହୋଇଯାଇଥିବା ଚେତନା। ତାର ସାର ଅର୍ଥ ହେଲା ବିଦେହ ଓ ପ୍ରକୃତି ଲୟ ଯୋଗୀମାନଙ୍କ ପାଇଁ ଯେଉଁ ସମାଧି ଅବସ୍ଥା ମିଳେ ସେହି ସମାଧି ପୂର୍ବଜନ୍ମର ସଂସ୍କାର ଦ୍ୱାରା ସ୍ୱଭାବତଃ ଉତ୍ପନ୍ନ ହୋଇଥାଏ। ତାର ବ୍ୟାଖ୍ୟା ଦେଖିବା। ଏହି ସୂତ୍ରରେ ପତଞ୍ଜଳି କହୁଛନ୍ତି ଯେ କିଛି ଯୋଗୀ ପୂର୍ବଜନ୍ମର ଗଭୀର ତପସ୍ୟା ଓ ସଂସ୍କାର ଦ୍ୱାରା ବର୍ତ୍ତମାନ ଜନ୍ମରେ ବିଶେଷ ସାଧନା ବିନା ସହଜରେ ଉଚ୍ଚ ସମାଧି ଅବସ୍ଥାକୁ ପହଞ୍ଚି ଯାଆନ୍ତି। ଏମାନଙ୍କୁ ବିଦେହ ଅର୍ଥାତ୍ ଯେଉଁମାନେ ଶରୀରର ବୋଧକୁ ଅତିକ୍ରମ କରିଛନ୍ତି ଏବଂ ପ୍ରକୃତି ଲୟ ଯେଉଁମାନେ ପ୍ରକୃତିରେ ଲୟ ପାଇଛନ୍ତି ବୋଲି କୁହାଯାଏ। ଉଦାହରଣ, କେତେକ ଶିଶୁ ଛୋଟ ବେଳୁ ଧ୍ୟାନମଗ୍ନ, ଅତ୍ୟଧିକ ଶାନ୍ତ ଓ ଆତ୍ମିକ ଭାବନାଶୀଳ ହୋଇଥାନ୍ତି। ଏହାକୁ ପୂର୍ବଜନ୍ମର ସଂସ୍କାରର ପରିଣାମ ଭାବରେ ବୁଝାଯାଏ। କେତେକ ସନ୍ନ୍ୟାସୀ ଅତି ଅଳ୍ପ ସାଧନାରେ ଗଭୀର ସମାଧିକୁ ପ୍ରାପ୍ତ କରିଥାନ୍ତି। ପତଞ୍ଜଳି ଏଠାରେ ସତର୍କ କରି କହୁଛନ୍ତି ଯେ ପୂର୍ବଜନ୍ମର ସଂସ୍କାର ଥିଲେ ମଧ୍ୟ ସମ୍ପୂର୍ଣ୍ଣ କୈବଲ୍ୟ ପାଇଁ ବର୍ତ୍ତମାନ ଜନ୍ମରେ ମଧ୍ୟ ସାଧନା ଆବଶ୍ୟକ। ତାର ସାରାଂଶ କ'ଣ ନା ସମସ୍ତ ସାଧକ ସମାନ ଆରମ୍ଭ ବିନ୍ଦୁରୁ ଯାତ୍ରା ଆରମ୍ଭ କରନ୍ତି ନାହିଁ। ପୂର୍ବଜନ୍ମର ସଂସ୍କାର ମଧ୍ୟ ଆତ୍ମିକ ଉନ୍ନତିରେ ଭୂମିକା ନେଇଥାଏ।